ମାନିଗଲି ତୋତେ। ମୁଁ ଯେତେ ଥର ଭାବୁଛି ତରୁଣକୁ ତୋଠାରୁ ଅଲଗା କରିବା ପାଇଁ, କିନ୍ତୁ ପାରୁନି। ବାସ୍ ଆଜି ଆଉ ଗୋଟେ ବଡ଼ ପ୍ଲାନ୍ କରିବି। ହଁ ଫ୍ରେଣ୍ଡସ୍, ତପସ୍ୟା ବବଲିଙ୍କୁ ଫସେଇବା ପାଇଁ ଆଜି ସିଡ଼ି ଉପରେ ରଖିଛନ୍ତି ଗୁଲି, କାଚ ଗୁଲି ରଖିଛନ୍ତି। କାରଣ ଯେତେବେଳେ ବବଲି ଆସିବେ ସେତେବେଳେ ଖସି ଖସି ଯିବେ ସିଡ଼ିରୁ, ଆଉ ତା'ର ମଜା ନେବେ ତପସ୍ୟା। ଗୁଲି ଥୋଇ ଯାଇ ତାଙ୍କ ଭଉଣୀଙ୍କ ପାଖରେ ଠିଆ ହେଇଛନ୍ତି। ସମସ୍ତେ ଯେଉଁଠି ଅଛନ୍ତି ଆଉ ଅପେକ୍ଷା କରିଛନ୍ତି କେତେବେଳେ ବବଲି ଆସିବେ। କିନ୍ତୁ ବବଲି ଆସିବା ପୂର୍ବରୁ ଆସିଛନ୍ତି ତାରିଣୀ, ଏବଂ ଯେତେବେଳେ ତାରିଣୀ ଆସିବାର ଦେଖିଛନ୍ତି ତପସ୍ୟା କହୁଛନ୍ତି ଏମିତି କେମିତି ହେଲା, ତାରିଣୀ କେମିତି ଆସିଲା ବବଲିଙ୍କ ଜାଗାରେ। କିନ୍ତୁ ଗୋଟେ ମାଆର ହୃଦୟ ନିଜ ଝିଅ ପାଇଁ ବଞ୍ଚେଇଛି, ଏବଂ ବବଲି ତାରିଣୀକୁ ବଞ୍ଚିବା ଯାଇ ନିଜେ ସେଇ ଗୁଲି ଉପରେ ଚଢ଼ି ଯାଇଛନ୍ତି ଏବଂ ନିଜେ ତଳକୁ ଗଡ଼ି ଗଡ଼ି ଆସିଛନ୍ତି। ସିଡ଼ି ପାହାଚରୁ ସମ୍ପୂର୍ଣ୍ଣ ତଳକୁ ଗଡ଼ି ଗଡ଼ି ଆସିଛନ୍ତି। ଏସବୁ ଦୃଶ୍ୟ ଘରର ସମସ୍ତେ ଦେଖୁଛନ୍ତି, କିନ୍ତୁ ନିରୁପାୟ। କାରଣ ହଠାତ୍ ଏମିତି କେମିତି ହେଲା, ସମସ୍ତଙ୍କ ମନରେ ପ୍ରଶ୍ନ। କ'ଣ ପାଇଁ, କେମିତି ଏକଥା ହେଲା? ଏକଥା କ'ଣ ତପସ୍ୟା ଧରା ପଡ଼ିଯିବ ଯେ ବବଲିକୁ ଏ ଷଡ଼ଯନ୍ତ୍ରରେ ସେ ସାମିଲ ଅଛି ବୋଲି? ଆମେ ଜାଣିବା ନିଶ୍ଚିନ୍ତ। ବବଲିଙ୍କର କ'ଣ ହେଲା ସେଇଟା ମଧ୍ୟ ଜାଣିବା, କିନ୍ତୁ ନୂଆ ଏକ ଭିଡ଼ିଓରେ। ହଁ ଫ୍ରେଣ୍ଡସ୍, ଯଦି ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ।